ପିଲା ହେଇଥିବି ମୋ ଆଖିରୁ ସେଇ ଦିନଠୁ ମୋର ଲୁହ ଗଡ଼ୁଥିବ ମୁଁ ଠାକୁରଙ୍କୁ ଡାକୁଥିବି ମୁଁ ଜଗନ୍ନାଥଙ୍କୁ ହାତ ଟେକି ଦେଇଛି ପ୍ରଭୁ ତମେ ବିଚାର କରିବ ମୋର କେହି ନାହିଁ ଆଉ ମତେ ତ ଏ କ୍ଲାସ୍ ସୁଯୋଗ ମିଳିଲା ନାହିଁ ଆଉ ଯେଉଁ କଳାର ତ କିଛି ନଥାଏ ଯୋଉଠି ଯାହା ମିଳିଲା ମତେ ତ ବ୍ୟାନ୍ କରିସାରିଛନ୍ତି ଆଉ ଭାଇରାଲ କେମିତି ସେମାନେ କରିବେ ମତେ ତ ଗୋଟେ ବର୍ଷ ବନ୍ଦ କରିଦେଇଛନ୍ତି ଯେ କୌଣସି ମାଲିକ ସଂଘରେ ମୁଁ ରହିବିନି ଖାଲି ତୁଳସୀ ନୁହଁ କୌଣସି କାହା ପାଖରେ କ'ଣ ପିଲା ହେଇଥିବି ମୋ ଆଖିରୁ ସେଇ ଦିନଠୁ ମୋର ଲୁହ ଗଡ଼ୁଥିବ ମୁଁ ଠାକୁରଙ୍କୁ ଡାକୁଥିବି ମୁଁ ଜଗନ୍ନାଥଙ୍କୁ ହାତ ଟେକି ଦେଇଛି ପ୍ରଭୁ ତମେ ବିଚାର କରିବ ମୋର କେହି ନାହିଁ ବହୁତ ପବ୍ଲିକ ସପୋର୍ଟ ଅଛି ବର୍ତ୍ତମାନ 24-25 ଟା ଆପଣଙ୍କର ଯାତ୍ରା ଜଗତରେ କେମିତି କଟିଥିଲା 24-25 କିଛି ସ୍ମୃତି ଅଛି କହିବେ ଆଜ୍ଞା ତ 24-25 ଥଣ୍ଡା କରିଦଉଛନ୍ତି କ'ଣ କହିବେ ତା ମୋର କିଛି କହିବେନି ବ୍ରାହ୍ମଣ ଯିଏ ଆଉ ମୋ ପୁରୀ ଜଗନ୍ନାଥ ଧାମକୁ ନେଇକି ଯଦି ଆମର କଲିକତାର ଜଗନ୍ନାଥ ଧାମ କରାଯାଏ ସେ କ'ଣ ଜାଣିଛନ୍ତି ଠିକ୍ ଜାଣିଛନ୍ତି ଆଉ ସେମାନେ ଫୁଲ୍ ମତେ ସପୋର୍ଟ କରୁଛନ୍ତି ନା ଏଇଆ ହେଇଛି ମୁଁ ସେଟା ଖୋଲି କହୁନି ତାପରେ ତଦନ୍ତ ହେଲା ପରେ ଯାହା ଜଣା ପଡ଼ିବ ଆଉ ଆଜିକାଲି ଚର୍ଚ୍ଚା କଥା ଦେଇଛନ୍ତି ନା ଏ କଣ୍ଟ୍ରୋଭର୍ସି ପରେ ଆପଣଙ୍କ ପାଖକୁ କେତୋଟି ପାର୍ଟି ଅଫର ଆସିଥିଲା ଯୋଉ ବି କ୍ଲାସ୍ ପାର୍ଟି କହୁଛନ୍ତି ଆପଣ କେତୋଟି ପାର୍ଟି ଅଫର ଆସିଥିଲା ଏ ଆଜ୍ଞା ଦେଖନ୍ତୁ କି ଅଫର କିଏ ଦବ ଯେ ସବୁକୁ ମନା କରିକି ମୁଁ ତୁଳସୀ ଯିବା ପାଇଁ ମନସ୍ଥ କରିଥିଲି ଆଜ୍ଞା ଆଜ୍ଞା ଶୁଣନ୍ତୁ ଦେଖନ୍ତୁ ମୁଁ ତ କାଗଜ ବୋଲି ଆଗରୁ ଜାଣିନଥିଲି ନା ଆମେ ଜାଣିଛୁ ସେ ସୋନାଲି ମୁଁ ଜାଣିବାର ମୁଁ ନାଇଁ ସେଟା ମୁଁ କହିଲି କି ଆପଣ ଯୋଉ ବ୍ରାହ୍ମଣ କଥା କହିଲେ ଆପଣ ବ୍ରାହ୍ମଣ ଏବେ ଅଛନ୍ତି ନା ଆଗରୁ ଥିଲେ ନା ଏବେ ବ୍ରାହ୍ମଣ କରିଦେଇଛନ୍ତି ବ୍ରାହ୍ମଣ ଜୀବନ ଭାଗ୍ୟର କୋଉଠି ନେଇକି ଚକ କୋଉଠି ପହଞ୍ଚଉଛି ସେ କଥା ସମୟ କହିବ